ଦେଇ ଚାଲ ଗଲା ପର୍ଯ୍ୟନ୍ତ ବି ଛାଡ଼ିକି ଯିବାକୁ ଇଚ୍ଛା ହଉନି ନା କ'ଣ ହସ୍ପିଟାଲ? ୱାଓ କ'ଣ ଲେଖା ହେଇଛି? ୱେଲକମ୍ ବୟ। ମୁଁ ତ କହୁଛି ମୋ ଭାଇ ଭଳିଆ ଦେଇ ପୁରା ବଡ଼କୁ ଆଇଛି ଦେଇ ଭଳିଆ ଆଇଛି। ହାଇ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ତ ସାଙ୍ଗମାନେ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ବହୁତ ସାରା ୱେଲକମ୍। ତ ଆଜି ହେଉଛି ଆମର ଲାଷ୍ଟ ଡେ ମେଡ଼ିକାଲରେ ଡିସଚାର୍ଜ ହେବ ହେଲା। ନା ଆକ୍ଚୁଆଲି ମୋତେ ପ୍ରବଳ ଥଣ୍ଡା ହେଇଛି, ମାନେ ଠିକ୍ ଲାଷ୍ଟ ଯିବା ଟାଇମ୍ରେ ମୋ ଦେହଟା ଖରାପ ହେଇଗଲା। ସେଥିପାଇଁ ଡିସଚାର୍ଜ ଜାଗାରେ ମୋ ପାଟିରୁ କ'ଣ ଗୋଟେ ବାହାରିଗଲା। କ'ଣ କହିଲି? ରିଟାର୍ଡ ନା କ'ଣ କହିଦେଲି। ଏମିତି ହସି ହସିଆ ଗଡ଼ି ଯାଉଛନ୍ତି। ଛାଡ଼, ଇଗ୍ନୋର କର ହେଲା। ଜାଣିଛନ୍ତି ମୁଁ ଭୁଲ କହିଛି, ତାପରେ ବି କ'ଣ ଓକେ। ଆଉ ଏପଟେ ବର୍ଷା ବି ପୁରା ଲାଗିକି ରହିଛି ସକାଳୁ ପୋରୁ, ସେଇଥିପାଇଁ ମୋ ଦେହଟା ଟିକେ ମୋତେ ମାନେ ଥଣ୍ଡା ଥଣ୍ଡା ଫିଲ୍ ହେଉଛି। ତାପରେ ଏସି ବି ଲାଗୁଛି ଛୁଆ ପାଇଁକି ନା, ଏସି ଫ୍ୟାନ୍ ଦୁଇଟାଙ୍କ ଠିକ୍ ନା। କିନ୍ତୁ ସେମାନେ ସବୁ ଏସି ଚାଲି ବି ରହୁଛି ନା, 27-26 ଟେମ୍ପରେଚର ରଖୁଛନ୍ତି। ତାପରେ ଥଣ୍ଡା ଫ୍ୟାନ୍ ବି ଦିଆ ହେଉନି, କିନ୍ତୁ ପାଗଟା ଚେଞ୍ଜ ହେଉଛି। ଏସିରେ 24 ଘଣ୍ଟା ରହିଲେ କେମିତି ଲାଗିବ? ସେଥିପାଇଁ ପ୍ରବଳ ଥଣ୍ଡା। ତ ଆଜି ଆମେ ପଳେଇବୁ। ତ ଆପଣମାନେ ଦେଖିଥିଲେ ବହୁତ ସାରା ଭିଡ଼ିଓ ମେଡ଼ିକାଲରେ ମଜାମସ୍ତି, ଖାଇବା ପିଇବା ବହୁତ ସାରା ନେଇ କମେଣ୍ଟ କରିକି କହୁଛନ୍ତି ମେଡ଼ିକାଲ ଯାଇଛ ଖାଲି ଖାଇବାକୁ। ଠିକ୍ ଅଛି, ଆମେ ଭଲରେ ଏନ୍ଜୟ କଲୁ। ଆମ ପିଲାଟା କିନ୍ତୁ ଭଲରେ ପଳେଇ ଆସିଲା ନା କ'ଣ? ସେଥିପାଇଁ ଭଲରେ ଭଲରେ ସବୁ କାମ କରିକି ଯିବାର ଅଛି। ତ ଆଉ କିଛି ନୁହଁ। ଦେଖିଆ କ'ଣ ହେଉଛି, ମୁଁ କେତେବେଳେ କ'ଣ ବାହାରୁଛି, ଯାହା ବି ହେବ ଆପଣମାନେ କଣ୍ଟିନ୍ୟୁ କଲେ କ'ଣ ଦେଇ ଜାଣିପାରିବି। ଆଉ କ'ଣ ଟିକେ ଲାଇକ୍ ସେୟାର କରିଦେଲ। ଭିଡ଼ିଓଟା ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟଟା ଦେବାକୁ ଜମାରୁ ଭୁଲିବେନି। କିନ୍ତୁ ଆପଣମାନେ ସବସ୍କ୍ରାଇବ୍ କରୁନାହାନ୍ତି, ଦେଇ କହିଲେ ମାନେ ତାଙ୍କ କଥାରେ କରିବାକୁ ପଡ଼ିବ। କରିବେ, ନିହାତି କରିବେ। ଯଦି କାହିଁ କହନି ମାଉସୀ ହେଇଗଲୁ ନା, ସେଥିପାଇଁ ନିହାତି କରିବେ। ତାପରେ ପିଇସ୍ ମା କହିଲେ ନା, ଆପଣମାନେ ପିସ୍ ମା କିନ୍ତୁ ମାଉସୀ ମା ଅଲଗା, ପିସ୍ ମା ଅଲଗା, ବୁଝିପାରିଲେ? ଆଚ୍ଛା ଠିକ୍ ଅଛି, ଓକେ ଚାଲ। ତ ସାଙ୍ଗମାନେ ଟାଇମ୍ ଆସିକି ହେଇଗଲା 6ଟା, ମାନେ ବହୁତ ଟାଇମ୍ ପରେ ପୁଣି ବ୍ୟାକ୍। ଆମେ ସବୁ ବାହାରିଲୁ ଏବେ ଯିବା ପାଇଁ ଘରକୁ। ଆଉ ହେଉଛି ଯେତିକି ସବୁ ହସ୍ପିଟାଲର ଯେତିକି ଦିନ କଟିଲା ସେ ଟାଇମ୍ ପଳେଇଲା। ଏବେ ପୁଣି ଘର ଟାଇମ୍ଟା। ଆଉ ସମସ୍ତେ ରେଡ଼ି, ଭାଇ ତାଙ୍କର ପଳେଇଲେଣି ଅଲରେଡ଼ି ତଳକୁ, ଜିନିଷପତ୍ର ଯାହା ଥିଲା ନେଇକି। ଆଉ ଦେଇ ତାଙ୍କର ଛୁଆକୁ ଖୁଆଉଛନ୍ତି, ଆଉ ସେପଟେ ସିଏ ତାର ରେଡ଼ି ଚାଲିଛି। ରେଡ଼ି ଯାଇପାରିବୁ ତ? ଏଠି ସୁସ୍ଥ ନାହିଁ। ହଉ, ଜିନିଷ ଏତିକି ସବୁ ଥୁଆ ହେଇଛି, ଆମେ ଧରିକି ଯିବୁ। କ'ଣ ମାଡ଼ ଫାଡ଼ କହୁଛ ତାକୁ? କୁହ ଦେନି କି? ଆଉ ସିଏ ଯୋଉ ଭଳିଆ ଏବେ ମାରୁଛି ହାତରେ, ଢିସୁମ୍ ଗୋଡ଼ରେ, ହାତ ଗୋଡ଼ ସେ ବୁଲଉଛି, ସିଏ କାହାକୁ ମାରିବେ? ସେ ଖାଇଥିଲା ଲେଟ୍ରେ, ସେ ତାକୁ ଏବେ ଖିଆ ହେଉଛି। ନା ତମେ ମା କାହିଁ ଡରିବ? ତମେ ତ ବଡ଼, ତମକୁ ସବୁ ଡରିବେ, ସେ କାହିଁ ଡରିବେ? ଖୁଆଇଦିଅ। ଓ ଏବେ ତ ଦେହ କେମିତି ଅଛି? ଦେହଟା ଏବେ କେମିତି ଅଛି? ଦେହ ମାନେ କହିପାରିବିନି ଯେ ସମ୍ପୂର୍ଣ୍ଣ ସୁସ୍ଥ, କାହିଁକିନା ମୋର ଗୋଟେ ଅଲଗା ପ୍ରୋବ୍ଲେମ୍ ଅଛି। ଆଚ୍ଛା, ମୋର ସ୍ପାଇନାଲ୍ ହେଡ଼େକ୍ ଷ୍ଟାର୍ଟ ହେଇଯାଇଛି 3-4 ଦିନ ହେଲାଣି, ଯେ ଯେଉଁଟାକି ଜାଣିଥିବେ ତ ଆଉ କେଉଁ ଲେବୁଲ୍ର ପେନ୍ଟା ହୁଏ। କିନ୍ତୁ ମେଡ଼ିସିନ୍ ଖାଇଛି, ବସିଲେ ହିଁ ମୋର ଅଧିକ ହେଉଛି, ଶୋଇଲେ ଚିତେଇ କିଛି ନାହିଁ। ଡକ୍ଟର କହିଛନ୍ତି ପୁରା ଖାଲି ଶୋଇକି ରହିବ। ଟେନସନ୍, ମୁଁ ଗାଡ଼ିରେ ଯିବି କେମିତି? 3 ଘଣ୍ଟା ଜାଗାରେ ଆମକୁ ଯାହାହେଲେ ବି ଏକ୍ସଟ୍ରା ଘଣ୍ଟେ ଲାଗିବ, ନୁହେଁ କି? କାହିଁକିନା ଧୀରେ ଧୀରେ ଯିବ ନା। ବସିଲା ମାତ୍ରେ ମାନେ ଏକଦମ ପାଗଳା କରିଦେଉଛି, ମୋତେ ଏତେ ଜୋର ପେନ୍ ହେଉଛି। କ'ଣ କହୁଛ ଦେଇ? ନା ଆମେ କହିଲି ଯୋଉ ଭଉଣୀ ମାନେ ସେ କଷ୍ଟଟା ଜାଣିଥିବେ ସେ କରିପାରିବେ, ସମସ୍ତଙ୍କ କରିପାରିବେ। ସମସ୍ତଙ୍କ ସହିତ ବି ହୁଏନି ନା ସେଟା। ଯାହା ସହିତ ଯାଉଥିଲି ଛାଡ଼, ଯାହା ହେଇଯାଇଛି ତୁ ଧଇଁ ସଇଁ ହେଇଯାଉଛି। ଲାଗିଛି ମୋ ଦେହରେ, ସେଥିପାଇଁ। ହଉ, ଯୋଉ ଯେତିକି ଦିନ ଆମେ ରହିଲେ ହେଲା, ଲାଟିନ୍ କରିଦେଲା, ସେ ଖାଉଛି ଲାଟିନ୍ କରୁଛି। ଶୁଣୁ ସରିଲା। ହଁ, ଛୁଆ ପୁରା ପ୍ୟାକିଂ ହେଇକି ତାର ବଢ଼ିଆ ଶାନ୍ତିରେ ଶୋଇଛି। ଦେଇ ଚାଲ, ଗଲା ପର୍ଯ୍ୟନ୍ତ ବି ଛାଡ଼ିକି ଯିବାକୁ ଇଚ୍ଛା ହଉନି ନା କ'ଣ ହସ୍ପିଟାଲ? ଧନୁଲୁ ଶୋଇଛୁ କି? ଧନୁଲୁ ଛୋ
ଚେନ୍ ଦିଆହେଇଛି ସେ ଭାବୁଥିବ କେଉଁଟାରେ ମୋତେ ଗୋଟେ ପୁରୀ ଦେଇଛନ୍ତି ଖୋଲୁଛନ୍ତି ନେଉଛନ୍ତି ଯାଉଛନ୍ତି ଚାଲ ଘର ଚେନ୍ଟା ଦେବା ଏଇ ବୁକେ ଧର ठीक अच्छे ना ओके चलो दिव्या दी पहुँच गए हाँ खुशी एजाए शोनी निद टिके हेले भांग 3 घंटा हो गलान आसिक गाड़ी आमर आसिक ठुआ है रेडी भाई हेरी आसिक ओह फोटोशूट दी तुम फोन तो बढ़िया फोटो आसছিল काचा क्वालिटी अच्छे ना भल आसछि ना आमे पळेबो ए गाड़ी रे तमे जो सेटारे आसी गले देई तमे आसी के आरे मन शांति नाही आसा 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 दिखताना 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 आसो 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 वेलकम वेलकम पछाड़े वाओ कौन लिखा है वेलकम बॉय ओ माय गॉड कर पिकुलू पिकुलू कौन है सी काटी तमे खाई दो ना नाले काटी की चलिबो चलिबो तो ओके बहुत सुंदर माने तमे सुनो राखी बढ़िला भाजो देखाउ छी तार पावना बढ़िला राखी बढ़िला भाई मानक ग्रुप रे गोटे भाई बढ़िला भाई बडिला देखो टिके पड़ी बोली बड़ो ताली 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 धीरे धीरे से उठ बोलो बुझला देखाउ छी मोर बोली पड़ी ना ना शॉर्ट्स वीडियो खाली एटी गोटे कुलु कुलु हो जा गोटे खाइए जो किलो सीडी चलो एबे केक कटिंग सेक्शन दा आ स्पेशल केक कटिंग दा हबो अरेंज बाय होल फैमिली हमको पड़ रही तो पड़ रहा ना जे भैया के तो ठीक अछि मझे रो उठलो मां पछु पड़ो ना समय घरे पहुंच गेले गृह प्रवेश हो गला रूम प्रवेश हो गला बापा एबे कोन कहबे कोंतु कोन सब व्यवस्था करछथि कोन ता मन रे चलछि बहुत दिन परे देखिले ता नाती को से बापा ना बापा आज कहले मु जीबी बो कहला मु जीबी तमे जदी जीवो मु जीबी सेटु बापा ठीक रहि गेले नले बापा तो को भुवनेश्वर रु आसन दे अरे मु सा झगड़ा न बुझी जीवो झगड़ा जुटदरिया आज से जाई थांगा अच्छा ना मुझे आज बापा को बात ले अटके देले वो मानो बापा कोन कहियो ଏବେ କଣ କହିବି ଏବେ ତ ମୋ ନାତି ମୋ ପାଖକୁ ଆସିଲା ଆସିଲା ଇ ପରେ ଯାହା ସମସ୍ୟା ବ୍ୟବସ୍ଥା ହବ ଆଉ। हब कोन हब ताले बोल कोन कहू क ना मु किछ कहबी से ता कोन कोन कर खुशी रे केते मीठा माटी छ ଯେମିତି ଲାଗୁଛି ଆହୁରି ମୋର ମିଠା ମଣ୍ଡା ବାକି ଅଛି ତାଙ୍କର 21 ଜାଗାରେ ରହିଛି ତ ଏବେ ଆମେ କେକ୍ କଟିଂ କରିବା ଆଜି ବୋଉ ରାତି ହାତରୁ ଫାଷ୍ଟ ଟାଇମ୍ ପାଇଁ କେକ୍ ଆଇବ ଆଚ୍ଛା ନାତି ଯେତେବେଳେ ପାଖରେ ଶୋଇକି ତମେ ଶୋଉଛ କି ନାହିଁ ଦେଖାଯାଉ ମୋ କଥା ଛାଡ ମୋର ଟେନସନ ହଁ ଟେନସନ ନାହିଁ କାନ୍ଦ ହେ ଇଏ କାନ୍ଦିଲା ବେ ତମେ ଭାଇ ଉଠି ପଡ ଆଉ ଗୋଟେ କଥା ଡେକୋରେସନ ଟା କେମିତି ଲାଗିଲା କୁହ ପୁରା ଜବରଦସ୍ତ A1 ବୋବା ମସ୍ତ ସବୁ ଏଇ ରୁମ ର ପ୍ଲାନିଂ ପୁରା वन एंड ओनली कंडे दे टोटाली सब बंद एटा सडन प्लानिंग हैला एई रूम रो प्लानिंग टा सडन हैला नहले बाहर भी बहुत सुंदर है छी एंट्रेंस बहुत भलो है ओरिजिनल फुल रे सजाई छी केबी देई छी सब ओरिजिनल
ସବୁ ପିକୁ ମତେ ଲାଗିଲାଣି କାଟି ସାରିଲାଣି ଆଉ ସମ୍ଭାଳି ପାରିବନି ସେ। କହୁଛି ମୁଁ ଆଉ ରହିପାରିବିନି। ସବୁ ଅରିଜିନାଲ ଭିତରେ ସେଇଟା ସବୁ ସବୁ ଅରିଜିନାଲ ଭିତରେ ମୁଁ ଭୁବନେଶ୍ୱରରୁ ଆଣିକି ଆସିଥିଲି ବାପା ପାଇଁ, ବାପା ଗିଫ୍ଟ କରିବେ ବୋଲି ତାଙ୍କ ନାତି। ଅରିଜିନାଲ ଗୋଲାପ ଫୁଲର ଗିଫ୍ଟ ଦିଅ ଦିଅ। ସେ ତ ଦ ଦ ଦ ଦ ହେଇଗଲା ହେଇଗଲା ହେଲା ହେଲା। ଆଉ ଜଣେ ପାଗଳ ହେଇଗଲାଣି କେକ୍ କଟିଂ କରି ସେ ଖାଇଦେଲେ ଆଉ କଣ? ସିଏ ଆଉ ରହିପାରିଲାନି। କୁନି ବି ଖାଇବନି ନା ସେଥିପାଇଁ କୁନି ବି ଖାଇବନି ତ କେକ୍ ସେଇଥିପାଇଁ ସିଏ ଖାଇଦେଲା। ରିବନଟା ଅଛି ଭାଇ, ରିବନଟା ଅଛି। ନା ନା ଚଳିବ ନାହିଁ। ଖାଇବେ ବା। ରହିଥା ଯାଉଛି କୁଆଡେ ଫିଟ୍ ହଁ, ଯାଉଛି କୁଆଡେ ଏଟା ନାତି ଖୁସିରେ। ବୋଉ ଖାଇବେ ବାପା ଖୋଇଦେବେ। ଏ ବଡ ପିସ୍ ଟେ ବୋଉ ଆଇ 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 ବଡ ନୁହଁ ମିଡିଲ ଯାଅ ଯାଅ। ବୋଉ ନାତି ପାଇଁ ମନା କରିବୁନି। ତୋ ନାତିକୁ କେତେ ଭଲ ପାଉଛୁ ଏଇଠି ଜଣା ପଡିବ। ଏଇଠି ଏଇଠି ଜଣା ପଡିବ ନାତିକୁ କେତେ। କେତେ ଭଲ ପାଇଲେ। ହଉ ଦେ ଆ ଘରେ ବୋଉ ଫାଷ୍ଟ ଟାଇମ ପାଇଁ ତା ଲାଇଫ ରେ ଖାଇବାକୁ ଯାଉଛି କେକ୍, ସେଇଟା ବି ନାତି ପାଇଁ। କେବଳ ନାତି ପାଇଁ ନହେଲେ ସେ ଛୁଆ ମାନଙ୍କ ପାଇଁ ତ ଖାଇଲାନି। ଏଇଟା ଗୋଟେ କଥା, ଏଇଟା ଗୋଟେ କଥା। ମୁଁ କାଇଁ ଏମିତି କରୁଛୁ? ଖୁସିରେ ଖାଇବୁ ନାତି ଖୁସିରେ ଖାଇବୁ ହସି 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 ନାତିକି ଶୁଣିକି ଦେବି। ଗେଡେଇ ଗୋଟେ ଗୀତ ଇମ୍ପସିବଲ। ସେ ବିଚାରା ଶୋଇ ପଡିଛି, ତାକୁ କିଛି ଶୁଭୁନି। ବାବା ଯୋଉଦିନ ତମେ ବଡ ହେଇଯିବ ଏଇ ଭିଡିଓ ଟା ଦେଖିବ, ତମେ ଶୋଇଛ ଏଠି, ତମ ପାଇଁ ଫୁଲ ଏନଜୟମେଣ୍ଟ ଚାଲିଛି। ଆଉ ମୋ ବୋଉ ତା ଲାଇଫ ରେ ପ୍ରଥମ ଥର ଖାଇଲା ଢୋକ। ସେ ଢୋକି ସାଇଲାଣି। ପାଣି ପିଇ ରଖିଦେ। ମାନିବାକୁ ପଡିବ ଭାଇ, ଇମ୍ପସିବୁଲ କାମଟା ଟୋକା ଆମର ପସିବୁଲ କରିଦେଲା। ଆଉ ଜଣେ ଖାଇବ, ଆଉ ଜଣେ ଖାଇବ ଆଜି। କଣ କହୁଛ? କେକ୍ ପୁରା ଗୁଣ୍ଡ କରିଦେବି। ତମେ ତ ଆଣିଛ ଖାଇବାକୁ, ଆଉ ପୁଣି କଣ କହୁଛ? ଆମେ କଷ୍ଟ କରିଛୁ। ଥରିଏ ଗଲେ ଏଡିଟେ ମୁଁ ଖାଇଛି। ଆପୁ ଆଁ? ମାଉସୀ ମା ମାନେ ମୁଁ ନେଇଟା ତ ତମେ କୁହ ନା। କମ୍ପିଟିସନ ନା, ନା, no thanks. ସେ କହୁଛି ତୁ ମାଉସୀ ତମେ ଭିତରେ କମ୍ପିଟିସନ ଚାଲିଛି। ଆଉ ତମେ କଷ୍ଟ କରି ଛୁଟିରେ ବସି ଘରେ ସେମ୍ ପୋଜ୍। ହଁ ସେମ୍ ପୋଜ୍ ପୁରୁଣା ଭିଡିଓରେ ନା ଏକ୍ଜାକ୍ଟଲି। ଡେକୋରେସନ କେତେ ଟାଇମ୍ ଲାଗିଲା କଲ? ଦିନ ମାସ ଆମର ପୁରା ପ୍ଲାନିଂ ଚାଲିଛି। ଓହୋ ହୋ। ଭଉଣୀ ମୁଣ୍ଡରେ ଗୁଞ୍ଜିଲେ ଭଉଣୀ ଗୋଲାପ ଗୋଲାପ ଗୋଲାପ। ଆମ ପିସି ମାନେ ଯାହାନେ ଗେଲା ପିସି। ଓ ରିଏଲି ଆଗକୁ ଜଣା ପଡିବ। ଓବିୟସଲି ଗେଲା। ସେ ଟିକେ ବଡ ହେଲେ ଜଣା ପଡିବ। ଏବେ କି ତ ସାଙ୍ଗମାନେ କେକ୍ କଟାକ ସରିଲା ପରେ ଏବେ ଆସିକି ପହଞ୍ଚିଗଲୁ ଛୁଆଙ୍କ ସେକ୍ସନରେ। ହେଠି ମା ଛୁଆଙ୍କ ସେକ୍ସନ ଗଲେ, ଏଠି ଛୁଆଙ୍କ ସେକ୍ସନ। ମାନେ ସରି ସରି ତମେ ହଉଛି କଣ ତ କୋଉ ପଦବୀ? ବଡ ଭାଇର ପଦବୀ, ଛୋଟ ଭାଇର ପଦବୀ। ଓ ସରି ମଝିଆ ଭାଇ, ସରି ମଝିଆ ଭାଇ, ଆଉ ସେ ସାନ ଭାଇ। ଆମେ ସବୁ ମଝିଆ। ଆଉ ତମେ ବୁଝିପାରିଲୁନି? ମା ମଝିଆ ଛୁଆ ସବୁ। ତମେ ସେ ବେବିର କଣ? ପିସି ମା ଇଲୋ ମା ଛୁଆ ହେଇଗଲାଣି। ଆକ୍ଚୁଆଲି ଦେଇ ଗୋଟେ କମେଡି କରୁଛନ୍ତି, ଆମେ ଗୋଟେ ଦେଖିକି ଆସିଛୁ। ଟିକେ କମେଡି ଛାଡ଼। ଆଉ ଜିଦି ଆଜି ଶୁଆଶୁଇ ହେଇଛି ନା ନାଇଁ? ମାମୁଁ ଆସିବେ, ମାଇଁ ଆସିବେ। 7ଟାରେ ଉଠିଛି ଫାଷ୍ଟ ଟାଇମ୍। 7ଟାରେ ଉଠିଛ? ମତେ ରଖୁଛୁ ମାନେ ଖିଆ ପିଆ ହେଇଛି ନା ହେଇନି? ଟିକେ ଟିକେ ଭିଡିଓ ମଝିରେ କଥା କହୁଛୁ, ମୁଁ ନ ଉଠିଲେ ଖାଇବ ଖାଇବ। ହଉ ତାହେଲେ ଉଠିକି କାମ କଣ କରୁଛ ଟିକେ ମତେ କୁହ। ସିନା ବସିଲି। ପୁରା ଜୋରଦାର କାମ ଚାଲିଛି। ହଁ କରିଛି, ସକାଳୁ ଯାଇକି ଗାଡି ନେଇକି ଜାଣିବାନି ମୁଁ କହୁଛି ତୁମକୁ ଚିନି ତମ କଥା କାହାର ଶୁଭିନି? ଟିକେ ଧୀରେ ପଛକୁ ଯାଅ, ମତେ ଦେଖନ୍ତୁ ନେଇନି କା ଗାଡିରୁ ତେଲ ସରିଗଲା ପଇସାରେ ପକେଇକି ପୁଣି ଘରକୁ ଆଇଲି। ତାପରେ ପୁଣି ଗଲି ଚାଉଳ ଆଣିବାକୁ, ଚିନି ଆଣିବାକୁ, ଜିରା ଆଣିବାକୁ, କେତେ କଣ କାମ କରିଛି। ମୁଁ କଣ ଓ ମାନେ ଖାଇବା କାମ କରୁଛ? ପିଆଜ ଆଣିବାକୁ, ବଡ ଭାଇର କାମ କଣ କରୁଛ? ଦହି ଆଣିବାକୁ। ଆଉ ବଡ ଭାଇ କେମିତି କରନ୍ତି? ଆରେ ଡେକୋରେସନ ଏରିଆ ସେ କାହିଁ ତାହେଲେ କହିବେ? ସେ ତ ହଁ କେକ୍ ଫେକ୍ ଯାଇକି ମୁଁ ଆଉ ଥଣ୍ଡା ଆଣିଲୁ। ଆଉ କଣ ବଡ ଭାଇ କରୁଛୁ? ଯାହା ହଉ ଛୁଆ ମାନେ। ହଉ ତାହେଲେ ତମେ ମୋ ହେଇଯାଇଛି ନା ନା ମୁଁ କହିଲି ତାହେଲେ ମୋ ପୁତୁରା ପାଇଁ ତାହେଲେ ଏତେ ସବୁ କାମ କରିଛ, ଠିକ ନା? ବୋଲେ ମୋ ପୁତୁରା ପାଇଁ ତାହେଲେ ଏତେ ସବୁ କାମ କରିଛ। ଆମ ଭାଇ ନୁହଁ, ସିଏ ମୋ ପୁତୁରା। ଓକେ ଆମର ବି ଭାଇ। ନନା ତମେ ଲାଷ୍ଟରେ ଆସିକି ବୋଧେ ଏବେ ଦେଖିଲ ବେବିକୁ? ହଉ ଦେଖିବା କଣ କାହା ଭଳିଆ। ବାପା ଆସିଲେ ସେ ଉଠିବ ବୋଲି ସେ ସେଇଥିପାଇଁ ସେ ଗିଗି କରିକି ସବୁ ମାନେ ଝାଡ଼ା ଫାଡ଼ା ଯାଇକି କ୍ଲିନ୍ ହେଇକି ସେଠି ଆସିଲା ଆଉ।
ନା ନା କାହା ଭଳିଆ ସେ ଦେଖାଯାଉଛି? ମୋ ଭାଇ ଭଳିଆ ନା ଦେଇ ଭଳିଆ? ରୁହ, ଇଏ ଗୋଟେ ଡିଷ୍ଟର୍ବିଂ ଏଲିମେଣ୍ଟ। ବୁଝିପାରୁନ? ନନାଙ୍କ ସାର୍ ମୁଁ କଥା ହଉଛି ଦେଇ ଭଳିଆ। ଯାହା ହଉ ତମେ ତ କହିଲେ ଏଟଲିଷ୍ଟ ମୋ ଦେଇ ଭଳିଆ ଦେଖାଯାଉଛି ବୋଲି, ନହେଲେ କାହା ମୁହଁରେ ଆସୁନି କି ଦେଇ ଭଳିଆ ବୋଲି। ମୁଁ ବି ତ କହୁଛି ମୋ ଭାଇ ଭଳିଆ ଦେଇ। ନା ସତ କଥା ଯୋଉଟା ତାଙ୍କୁ ଯୋଉଟା ଲାଗିଲା ସେ କହିଲେ ଆଉ କଣ। ନା ମିଶାମିଶି ଅଛି, ମିଶାମିଶି। ତା ପାଦ ଦେଖୁନ ପୁରା। ନା ନା ଷ୍ଟାର୍ଟିଂ ମୁଁ କହୁନି ଆଖିଟା ଏତେ ବଡ ବୋଲି। ଆଖିଟା ତ ମୋ ଭାଇ ଭଳିଆ ମିଞ୍ଜି ମିଞ୍ଜି ଆଖି, ପାଦ ବି ଭାଇ ଭଳିଆ। ଖାଇନା ତ ଭୋକ। ହଁ ହଉ ଛାଡ଼, ସେ ବଡ଼ ହେଲା ପରେ ଜଣା ପଡ଼ିବ କେମିତି କ'ଣ। ଇଏ ମଜିଗଲେ ସବୁ। ଓକେ ଓକେ।